ଗାଁ ମୁଣ୍ଡରେ ଗୋଟିଏ ଖୋଲା ପ୍ରାଙ୍ଗଣରେ ବାଉଁଶର ଅଗି ସ୍ଥାପନ କରାଯାଇ ସେଥିରେ ନଡ଼ା କୁଟାରେ ଛପର କରାଯାଇ ଅଗ୍ନିଦେବଙ୍କୁ ସ୍ଥାପନ କରାଯାଏ। କମାର ଶାଳର ଶାଣ ଦେହରୁ ଯେଉଁ ଅଗ୍ନିଶିଖା ବାହାରିଥାଏ, ସେହି ଅଗ୍ନିଶିଖାକୁ ସୋଲରେ ସଂଗ୍ରହ କରି ନଡ଼ା କୁଟାରେ ପ୍ରସ୍ତୁତ ଅଟାରେ ସାଇତି ରଖାଯାଏ ଏବଂ ଏହି ନିମିତ୍ତ ଗ୍ରାମର କମାର ଯିଏ ଥାଆନ୍ତି ତାଙ୍କ ଶାଳକୁ ଲିପାପୋଛା କରିଥାନ୍ତି। ଶାଳ ଯନ୍ତ୍ରକୁ ଭୋଗ ଦେଇ ପୂଜା କରିବା ପରେ ସେହି ଅଗ୍ନିକୁ ସଂଗ୍ରହ କରାଯାଏ ଏବଂ ମାଘ ପୂର୍ଣ୍ଣିମାର ସନ୍ଧ୍ୟା ସମୟରେ ଯେତେବେଳେ ଅଗ୍ନିଉତ୍ସବ ପାଳନ କରାଯାଏ, ସେତେବେଳେ ବ୍ରାହ୍ମଣ ପୁରୋହିତ ଅଗ୍ନିଦେବଙ୍କୁ ସର୍ବପ୍ରଥମେ ପୂଜା କରିଥାନ୍ତି। ଆମର ହିନ୍ଦୁ ଶାସ୍ତ୍ରୀୟ ବିଶ୍ୱାସ ଅନୁସାରେ ଅଗ୍ନି ଦେବତାଙ୍କର ବିଶେଷ ମହତ୍ଵ ରହିଛି। ଅଗ୍ନି ନିଜର କଲ୍ୟାଣକାରୀ ଶକ୍ତି ଦ୍ୱାରା ଏ ସୃଷ୍ଟିକୁ ରକ୍ଷା କରିଥାନ୍ତି। ନିଜର ଦାହିକା ଶକ୍ତି ବା ଦାହିକାତ୍ମକ ଶକ୍ତି ଦ୍ୱାରା ସୃଷ୍ଟିର